ଦେଖ ତେଣୁ ସମସ୍ତଙ୍କୁ ପୁଣି ଆଉ ଥରେ ଶୁଭ ସକାଳ। ମୋର ଛାତ୍ରଛାତ୍ରୀ ସଦୟ ଛାତ୍ରଛାତ୍ରୀମାନଙ୍କୁ ନମସ୍କାର ପ୍ରଣାମ ଏବଂ ମୋର ସବୁ ଗୁରୁଜୀମାନଙ୍କୁ ମଧ୍ୟ ଭକ୍ତି ପ୍ରତି ପ୍ରଣାମ, ଅଭିଭାବକମାନଙ୍କୁ ମଧ୍ୟ ପ୍ରଣାମ ଏବଂ ମୋର ଦେଖୁଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆଉ ଥରେ ଜୟ ଜଗନ୍ନାଥ। ତେଣୁ ଆମେ ତିନୋଟି ଭିଡ଼ିଓ ଆଲୋଚନା କରିଦେଇଛୁ। ଯେଉଁ ରହିଥିଲା ଗଦ୍ୟ ବିଭାଗରେ ପ୍ରଥମେ ଯେଉଁ ରହିଥିଲା ସରସ୍ୱପଦ, ତାପରେ ସେହି ଶ୍ରମଣୀୟ ଦିବସ, ଏବେ ଯେଉଁ ଶ୍ରମଣୀୟ ଦିବସ ଏବେ ଆଲୋଚନା କରିବୁ, ଯେଉଁ ଝେଲମ ନଦୀର ସନ୍ଧ୍ୟା ଏବଂ ମଧୁବାବୁଙ୍କ ବିଷୟ, ଏ ତିନୋଟି ଗଦ୍ୟ ବିଭାଗ ଯେଉଁ ବିଷୟଟି ତା'ର ସଂକ୍ଷିପ୍ତ ପ୍ରଶ୍ନ ଗୁଡ଼ିକୁ ମୁଁ ଆଲୋଚନା କରିସାରି ଦେଇଛି। ତେଣୁ ପ୍ରଥମ ବର୍ଷର ଯେଉଁ ପିଲା ରହିଛନ୍ତି ବା ରହିଛ, ଆର୍ଟ୍ସ ବିଭାଗରେ ହେଉ, ସାଇନ୍ସ ବିଭାଗରେ ହେଉ ଏବଂ କମର୍ସ ବିଭାଗରେ ହେଉ, ସମସ୍ତଙ୍କ ପାଇଁ ଏହା ଆବଶ୍ୟକ ଅଟେ ବା ଉପଯୋଗିତା ପାଇଁ ଆପଣଙ୍କୁ ଆଲୋଚନା କରିଦେଇଛି। ଏବେ ତୁମର ଗଦ୍ୟ ବିଭାଗରେ ଥିବା ଲାଷ୍ଟ ବିଷୟ, ଯେଉଁ ବିଷୟଟି ହେଉଛି ସେହି ଶ୍ରମଣୀୟ ଦିବସ। ତେଣୁ ଏହାକୁ ଲେଖିଛନ୍ତି କିଏ ନା ଉତ୍କଳ କେଶରୀ ହରେକୃଷ୍ଣ ମହାତାବ। ତେଣୁ ହରେକୃଷ୍ଣ ମହାତାବଙ୍କ ବିଷୟରେ ମୁଁ ସଂକ୍ଷେପରେ ବର୍ଣ୍ଣନା କରିଦେଇଛି, ତା ସୃଷ୍ଟି ସମ୍ଭାର ବର୍ଣ୍ଣନା କରିଦେଇଛି ଏବଂ ସେ କାହିଁକି ମନ ବଳେଇଲେ ସେହି ଶ୍ରମଣୀୟ ଦିବସ ତା ବିଷୟରେ ମଧ୍ୟ ବର୍ଣ୍ଣନା କରିଦେଇଛି। ତେଣୁ ଭାବୁଛି ତୁମେ ନିହାତି ସେ ଭିଡ଼ିଓଟିକୁ ଦେଖିଥିବ ଏବଂ ନିହାତି ଜ୍ଞାନ ଆହରଣ କରିଥିବ। ତେଣୁ ତାଙ୍କର ଗୋଟିଏ ଆତ୍ମଜୀବନୀ ଥିଲା। ସେ ଆତ୍ମଜୀବନୀଟି ହେଉଛି, ଦେଖ ନା କ'ଣ କହିଦେଉଛି, ତାଙ୍କର ଆତ୍ମଜୀବନୀଟି ହେଉଛି, ଏଇଟା ହେଉଛି କ'ଣ ନା ଗାଁ ମଜଲିସ୍। ଏଇ ଗାଁ ମଜଲିସ୍ଟି ହେଉଛି 4 ଖଣ୍ଡରେ ବିଭକ୍ତ କରାଯାଇଥିଲା। ଏଇଠି ଲେଖା ହେଇଛି ସେହି ଶ୍ରମଣୀୟ ଦିବସ। ତେଣୁ ମନେ ରଖିଥିବ, ଗାଁ ମଜଲିସ୍ ହେଉଛି ତା'ର ହେଉଛି ଆତ୍ମଜୀବନୀ। ତେଣୁ ଲେଖକ ହରେକୃଷ୍ଣ ମହାତାବ ସେହି ଗାଁ ମଜଲିସ୍ରେ ଲେଖିଥିଲେ ସେହି ଶ୍ରମଣୀୟ ଦିବସ। ତେଣୁ ସେହି ଶ୍ରମଣୀୟ ଦିବସର ଅର୍ଥ ଆମେ ଜାଣିଥିବା, ଯେକୌଣସି ଘଟଣା ବା ଯେକୌଣସି ଭଲ ଦିନକୁ ଆମେ ମନେ ପକାଇବା ପାଇଁ ତା'ର ତାରିଖ ସମୟକୁ ଆମେ ଅପେକ୍ଷା କରି ରଖିଥାଉ। ଯେତେବେଳେ ସେ ସମୟଟି ଆସିଲେ ଆମେ କ'ଣ କରିଥାଉ, ତା'ର ପାଳନ କରିଥାଉ ବା ଉତ୍ସବ କରିଥାଉ। ତେଣୁ ସେଇଟା ହିଁ କୁହାଯାଏ ସେହି ଶ୍ରମଣୀୟ ଦିବସ। ଯେହେତୁ ହରେକୃଷ୍ଣ ମହାତାବ ପ୍ରଥମ କରି ହୋଇଥିଲେ ନା ଓଡ଼ିଶାର ସେ ମୁଖ୍ୟମନ୍ତ୍ରୀ ଏବଂ ସେହି ସମୟରେ ରାଜ୍ୟପାଳ ଥିଲେ କୈଳାସନାଥ କାଟୋଚି। ତେଣୁ ତାଙ୍କ ମଧ୍ୟରେ ଯେଉଁ ଉତ୍କଳର କ'ଣ ହେଇଥିବ ନା ଜୀବନ ସଂଗ୍ରାମ ପାଇଁ ଅନେକ ସଂଗ୍ରାମୀମାନେ ଜୀବନ ଦାନ ଦେଇଛନ୍ତି ଏବଂ ସେଇ ଯେଉଁ 25 ବର୍ଷ ପରର ଘଟଣାକୁ ସେ ଏଠାରେ ବର୍ଣ୍ଣନା କରିଛନ୍ତି ହରେକୃଷ୍ଣ ମହାତାବ। ତେଣୁ ଏତିକି ରହିଥିଲା ତା'ର ବିଷୟବସ୍ତୁ। ତେଣୁ ମୁଁ ଭାବୁଛି, ଆଶା କରୁଛି ତୁମେ ନିଶ୍ଚୟ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବ। ଏବେ ଚାଲନ୍ତୁ ତା'ର ଯେଉଁ ସର୍ଟ କ୍ୱେଶ୍ଚନ୍ ଗୁଡ଼ିକ ରହିଛି 1 ନମ୍ବର ଓ 2 ନମ୍ବର, ମୁଁ ସେଇଗୁଡ଼ିକୁ ତୁମମାନଙ୍କୁ କ'ଣ କରିବି ନା ଆଲୋଚନା କରିଦେବି ଏବଂ ରହିଲା ଯେଉଁ 3 ନମ୍ବର 4 ନମ୍ବର, ସେଗୁଡ଼ିକ ତୁମେ କ'ଣ କରିବ, ନିଜେ ପଢ଼ିକିରି ନିଜେ ଲେଖିବାକୁ ଚେଷ୍ଟା କରିବ, ଯାହାଫଳରେ ତୁମର ସର୍ଟ କ୍ୱେଶ୍ଚନ୍ ଗୁଡ଼ିକ କଦାପି ଭୁଲ ହେବ ନାହିଁ। ତେଣୁ ଆଶା କରୁଛି ନିଶ୍ଚୟ ଭିଡ଼ିଓଟିକୁ ଦେଖ ଏବଂ ସମସ୍ତ ପ୍ରଶ୍ନ ଗୁଡ଼ିକୁ ନିଜେ ଖାତାରେ ଲେଖ ବା ମୁଁ ବର୍ତ୍ତମାନ ଆଲୋଚନା କରୁଛି ତାହା ମଧ୍ୟ ତୁମେ ଲେଖିପାରିବ ଏବଂ ସମସ୍ତଙ୍କୁ ତୁମ ସାଙ୍ଗସାଥିମାନଙ୍କୁ ସମସ୍ତଙ୍କୁ ସେୟାର କର, ଲାଇକ୍ କର, ସବସ୍କ୍ରାଇବ୍ କରିବାକୁ କୁହନ୍ତୁ। ଯାହାଫଳରେ ମୁଁ ଯେତେବେଳେ ତୁମମାନଙ୍କର ଯେଉଁ ଭିଡ଼ିଓ ଓଡ଼ିଆ କମ୍ପଲସରି ଓଡ଼ିଆରେ ଯେକୌଣସି ଭିଡ଼ିଓ ମୁଁ ଯେତେବେଳେ ଅପଲୋଡ଼ କରିବି, ତେଣୁ ସାଙ୍ଗେ ସାଙ୍ଗେ ଆପଣଙ୍କ ପାଖକୁ ନୋଟିଫିକେସନ୍ ଯିବ। ତେଣୁ ଆଉ ଥରେ ଯିବ। ତେଣୁ ଆଶା କରୁଛି ସମ୍ପୂର୍ଣ୍ଣ ଭାବରେ ତୁମେ କ'ଣ କର ନା ଏହି ଶ୍ରମଣୀୟ ଦିବସଟିକୁ ମନେ ରଖ। ତେଣୁ ଗାଁ ମନେ ରଖିକରି ପାଠକୁ ଆମେ ଆଗକୁ ନେବା। ସେଇ ଶ୍ରମଣୀୟ ଦିବସର ପ୍ରଥମ କ୍ୱେଶ୍ଚନ୍ ଦେଖ କ'ଣ କହିଛି ନା ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନର ମୂଲ୍ୟ 1 ନମ୍ବର ଏବଂ କ'ଣ କହୁଛି ନା 4ଟି ସମ୍ଭାବ୍ୟ ଉତ୍ତର ଦେଇଛି 4ଟି। ତେଣୁ ସେଥିମଧ୍ୟରୁ ଆମେ କ'ଣ କରିବା ନା ଗୋଟିଏ ଉତ୍ତରକୁ ବାଛିବା, ଠିକ୍ ଉତ୍ତରଟି ବାଛି ଲେଖିବା। ତେଣୁ ପିଲାମାନେ ଖାତା ପେନ୍ ରେଡ଼ି କର, ଲାଗିପଡ଼। ଶୀତୁଆ ଦିନ କଷ୍ଟ କରିବା କି ନାହିଁରେ, କଷ୍ଟ କରିବା। ତେଣୁ ଲାଗିପଡ଼ ଲେଖିବାକୁ। ଦେଖ 1 ନମ୍ବର କ୍ୱେଶ୍ଚନ୍ ନମ୍ବର କେତେ କହୁଛି, କ'ଣ କହୁଛି, ଭାରତ ଇତିହାସ ଏକ ନୂତନ ଯୁଗର ଆରମ୍ଭ ବିଷୟ ଘୋଷଣା କରିବାକୁ କାହାର ଆଗମନ ହୋଇଥିଲା? ଆମେ ଜାଣିଛୁ ଉଷା ଅର୍ଥାତ୍ ହେଉଛି ସୂର୍ଯ୍ୟ। ତାପରେ ଦେଖ ରାତି ଅଧରୁ ଶୋଭାଯାତ୍ରାର କୋଳାହଳ ଜାତୀୟ ଓ ଭକ୍ତି ଗୀତର ମୂର୍ଚ୍ଛନାରେ କେଉଁ ସହର ମୁଖରିତ ହୋଇ ଉଠିଥିଲା? କଟକ। ଯେତେବେଳେ ଯାଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ଦୁର୍ଗରେ ରହିଥିଲେ କଟକ। ତେଣୁ କଟକ। 100 ବର୍ଷ ଧରି କେଉଁ ସ୍ଥାନ ଓଡ଼ିଶାର ରାଜା ସୁବେଦାରମାନଙ୍କର ଦୁର୍ଗ ହୋଇ ରହିଥିଲା? ବାରବାଟୀ କିଲ୍ଲା। ହଁ କି ନାହିଁରେ, ବାରବାଟୀ
କ'ଣ ହେଇଥିଲା ବାରବାଟୀ କିଲ୍ଲା। ଏବେ ଆଲୋଚନା କରିବା ଘ ନା କେଉଁ ଐତିହାସିକ ସ୍ଥାନ 200 ବର୍ଷ ଧରି ମୋଗଲମାନଙ୍କର ସରକାରୀ ବାସଭବନ ହୋଇଥିଲା? ନା ଲାଲବାଗ, ହଁ କି ନାହିଁ, ଲାଲବାଗ। ତାପରେ ମୁଁ ନା ଡକ୍ଟର ମହାତାବଙ୍କୁ କିଏ ତୁମେ ଜଣେ ଖାଣ୍ଟି ଐତିହାସିକ ବୋଲି କହିଛନ୍ତି? ଡକ୍ଟର କାଟୁଚ, ଯେତେବେଳେ ସେ ଭୋର କ'ଣ କରୁଥିଲେ, ଦେଖା କରିବାକୁ ଯାଇଥିଲେ। ଅତି ଅଳ୍ପ ସମୟ ମଧ୍ୟରେ କିଏ ଇତିହାସର ଗତି ବଦଳାଇ ଦେଇପାରିଥିଲେ? ନା ଗାନ୍ଧୀଜୀ। ଏବଂ କୋରାପୁଟର ଲୋକମାନେ ତାକୁ ମହାରାଜା ରାଜା ବୋଲି କହୁଥିଲେ, ତେଣୁ ଗାନ୍ଧୀଜୀ। ତାପରେ ଦେଖ 6 ନମ୍ବର କ'ଣ କହୁଛି ନା ଯୁଗେ ଯୁଗେ ଭାରତ ଏକାଙ୍କିଆ ନାଟକକୁ କିଏ ଭାଷା ଦେଇଥିଲେ? ସଚିନ ଦତ୍ତ, ହଁ କି ନାହିଁ ରେ, ସଚିନ ଦତ୍ତ। ଯୁଗେ ଯୁଗେ ଭାରତ ଏକାଙ୍କିଆ ନାଟକର ତେଜାନ ଯୁବକଟିର ନାମ କ'ଣ? ଖୁଦିରାମ, ହଁ କି ନାହିଁ, ଖୁଦିରାମ। ଏଠି ଗୋଟେ ଦେଖ, ଗୋଟେ ଛାଡ଼ିଦେଲି। ନିର୍ଦ୍ଦେଶନା ଦେଇଥିଲେ କିଏ? ନା ହରେକୃଷ୍ଣ ମହାତାବ। ଭାଷା ଦେଇଥିଲା କିଏ? ନା ସଚିନ ଦତ୍ତ। ତାପରେ ଆପଣମାନେ ମୋତେ ମନେ ରଖିବାର କୌଣସି ଆବଶ୍ୟକତା ନାହିଁ, ଏହା କିଏ କହିଛି? ଖୁଦିରାମ। ସେ ମଞ୍ଚରୁ ବାହାରି ଆସିକରି ଯେତେବେଳେ ହରେକୃଷ୍ଣ ମହାତାବ ଏବଂ କାଟୁଚ ତାଙ୍କର ଭାଷଣ ରହିଥିବାର ସମୟ ଥିଲା, ତେଣୁ ସେହି ସମୟରେ। କଟକଠାରେ କେଉଁ ହଲ୍ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର କରାଯାଇଥିଲା? ନା ଶହୀଦ ହଲ୍, ଶହୀଦ ହଲ୍। ତାପରେ ଦେଖ ନା ହଜାର ହଜାର ଲୋକେ କାହାକୁ ଜଳାଞ୍ଜଳି ଦେଇ ରାସ୍ତାର ଭିକ୍ଷୁକ ସାଜିବା ପଥ ବାଛି ନେଇଥିଲେ? କ୍ୟାରେକ୍ଟର ବା କେରିୟର। ତାପରେ ଦେଖ ଆଗକୁ ନା ସ୍ୱାଧୀନତା ହିଁ ସେମାନଙ୍କ ପକ୍ଷେ ଥିଲା କ'ଣରେ? ପୁରସ୍କାର। ସ୍ୱାଧୀନତା ହିଁ ସେମାନଙ୍କ ପକ୍ଷେ ଥିଲା ପୁରସ୍କାର। ଦେଖ ନା ସ୍ୱାଧୀନତା ପରେ ସଭ୍ୟତାର ବହୁ ଦୂରରେ ଥିବା କେଉଁ ଜିଲ୍ଲାର ଅଧିବାସୀ ଲୋକମାନେ ମଧ୍ୟ ଆନନ୍ଦରେ ମାତି ଉଠିଥିଲେ? କୋରାପୁଟ। ତେଣୁ କୋରାପୁଟରେ 3 ଜାତିର ବା ଆଦିବାସୀ ଲୋକ ପଢ଼ିଛ ସରସ୍ୱପଦରେ, ପରଜା, ଡମ୍ବ, ଗାଧବା ସାହି, ଏମାନେ ସବୁ ଆଦିବାସୀ ସମ୍ପ୍ରଦାୟର, ତେଣୁ ସେମାନେ ମଧ୍ୟ ସ୍ୱାଧୀନତାର ଉତ୍ସବ ପାଳନ କରିଥିଲେ। କେତେ ବର୍ଷ ପରେ ଡକ୍ଟର ମହାତାବ ପଛକୁ ଫେରି ଚାହିଁଛନ୍ତି ଓ ଲୋକଙ୍କ ଆଶା ଆକାଂକ୍ଷା କଥା ମନେ ପକାଇଛନ୍ତି? 25 ବର୍ଷ। ତାପରେ ଆଗକୁ ଚାଲ। ମୁଦେଣ ନା ଚରମ ବ୍ୟର୍ଥତା ଓ ନୈରାଶ୍ୟ ଭିତରେ ଆତ୍ମପ୍ରତ୍ୟୟ ହରାଇ ସାରିଥିବା ଲକ୍ଷ ଜନତାଙ୍କ ପାଇଁ ସମ୍ପୂର୍ଣ୍ଣ ନିରର୍ଥକ କ'ଣ? ନା ସ୍ୱାଧୀନତା। ଚରମ ବ୍ୟର୍ଥତା ଓ ନୈରାଶ୍ୟ ଭିତରେ ଆତ୍ମପ୍ରତ୍ୟୟ ହରାଇ ସାରିଥିବା ଲକ୍ଷ ଜନତାଙ୍କ ପାଇଁ ସମ୍ପୂର୍ଣ୍ଣ ନିରର୍ଥକ ହେଉଛି ସ୍ୱାଧୀନତା। ତେଣୁ ଆଶା କରୁଛି ପିଲାମାନେ ନିହାତି ନୋଟ୍ ଡାଉନ୍ କରିଦେଇଥିବ, ଲେଖିଥିବ ପରିଷ୍କାର ଭାବରେ। ଏବେ ଚାଲ ଆମେ ଦ୍ୱିତୀୟ କ୍ୱେଶ୍ଚନକୁ ଆଲୋଚନା କରିବା। ଏହା ମଧ୍ୟ 1 ନମ୍ବର, ହଁ କି ନାହିଁ ରେ, 1 ନମ୍ବର ଏବଂ ଗୋଟିଏ ବାକ୍ୟରେ ସେ କ'ଣ କହୁଛି? ଉତ୍ତର ଲେଖିବାକୁ। ତେଣୁ ପିଲାମାନେ ମୁଁ ଗୋଟିଏ ଶବ୍ଦ କହିବି, ତୁମେ ସାଙ୍ଗେ ସାଙ୍ଗେ କ'ଣ କର ନା ଶୁଣିକରି ଶବ୍ଦଟିକୁ ଲେଖ। ମୁଁ 2 ଥିଲା କହିଦେବି ପିଲାମାନେ, ତେଣୁ ତୁମେ ଲେଖ। ନା 2 ନମ୍ବର ଦେଖ କ'ଣ କହୁଛି, ତାର କ୍ୱେଶ୍ଚନ ନା ଶେଷରେ କେଉଁ ରାତିର ଅବସାନ ହେଲା? ଶୀଘ୍ର ଟିକେ ପିଲାମାନେ ଲେଖ। କ'ଣ ହେବ? ଅନ୍ଧକାର। ଉତ୍ତରଟା କ'ଣ ହେବ? ଅନ୍ଧକାର। ଉଷାର କାହିଁକି ଆଗମନ ହେଲା? ଲେଖ। ଭାରତ ଇତିହାସର ନୂତନ ଯୁଗର ଅୟମାରମ୍ଭ ବିଷୟ। ଭାରତ ଇତିହାସର ନୂତନ ଯୁଗର ଅୟମାରମ୍ଭ ବିଷୟ ଘୋଷଣା କରିବାକୁ ଉଷାର ଆଗମନ ହେଲା। ତାପରେ ଦେଖ, ଭାରତ ଇତିହାସର ନୂତନ ଯୁଗର ଅୟମାରମ୍ଭ ବିଷୟ ଘୋଷଣା କରିବାକୁ କାହାର ଆଗମନ ହେଲା? ଉଷାର। କାହାରରେ? ଉଷାର। ତାପରେ ରାତି ଅଧରୁ କାହାର ମୂର୍ଚ୍ଛନାରେ କଟକ ସହର ମୁଖରିତ ହୋଇ ଉଠିଥିଲା? ନା ଲେଖ। ଜାତୀୟ ଓ ଭକ୍ତି ଗୀତର। ଜାତୀୟ ଓ ଭକ୍ତି ଗୀତର। ତାପରେ ଶୋଭାଯାତ୍ରାର କୋଳାହଳ ଜାତୀୟ ଓ ଭକ୍ତି ଗୀତର ମୂର୍ଚ୍ଛନା କେଉଁ ସହରକୁ ମୁଖରିତ କରିଥିଲା? କଟକ। ଲେଖ କଟକ। ତାପରେ ସୂର୍ଯ୍ୟୋଦୟ ପୂର୍ବରୁ ଡକ୍ଟର ମହାତାବ କାହାକୁ ସାକ୍ଷାତ କରିବାକୁ ଯାଇଥିଲେ? ନା ଲେଖ। ରାଜ୍ୟପାଳ ଡକ୍ଟର କୈଳାସନାଥ କାଟୁଚ। ବହିରେ ଅଛି ପିଲାମାନେ, ଲେଖିଦିଅ। ନା ରାଜ୍ୟପାଳ ଡକ୍ଟର କୈଳାସନାଥ କାଟୁଚ ସାକ୍ଷାତ କରିବାକୁ ଯାଇଥିଲେ। ତାପରେ ସ୍ୱାଧୀନତା ପୂର୍ବରୁ ଓଡ଼ିଶାର ରାଜ୍ୟପାଳ କିଏ ଥିଲେ? ସ୍ୱାଧୀନତା ପୂର୍ବରୁ ଡକ୍ଟର କୈଳାସନାଥ କାଟୁଚ, ସେଇଟା ଡକ୍ଟର କୈଳାସନାଥ
କାଟୁଛି ବର୍ଗଜ। ସ୍ୱାଧୀନତା ପୂର୍ବରୁ ଓଡ଼ିଶାର ରାଜ୍ୟପାଳମାନେ କେଉଁଠି ରହୁଥିଲେ? ଲାଲବାଗ। ଲେଖ ଲାଲବାଗ। ତାପରେ ଚାଲ ଆଗକୁ। ଝ କେଉଁ ଐତିହାସିକ ସ୍ଥାନ 200 ବର୍ଷ ଧରି ମୋଗଲମାନଙ୍କ ସରକାରୀ ବାସଭବନ ହୋଇ ରହିଥିଲା? ସେହି ଲାଲବାଗ। ଲାଲବାଗ। ତାପରେ ନିଅ ଡକ୍ଟର ମହାତାବ ରାଜ୍ୟପାଳଙ୍କ ନିକଟରେ ପହଞ୍ଚିବା ପରେ ରାଜ୍ୟପାଳ ହାତ ଧରି ପକାଇ କ'ଣ କହିଲେ? ହାତ ଧରି ପକାଇଲେ କ'ଣ କହିଲେ? ନା କୁଣ୍ଢାଇ ପକାଇଲେ। ଲେଖ ଉତ୍ତର ହେଉଛି କୁଣ୍ଢାଇ ପକାଇଲେ ଏବଂ ଭାବ ବିହ୍ୱଳ ସ୍ୱରରେ କହିଲେ କମା ଚିହ୍ନ ଦେହ ମହାତାବ ସାହେବ କେତେ ଶତାବ୍ଦୀ ପରେ। ଚାଲ ଆଗକୁ। କଟକ ଡକ୍ଟର କାଟୁଜଙ୍କ ଉତ୍ତରରେ ଡକ୍ଟର ମହାତାବ କ'ଣ କହିଥିଲେ? ନା ପ୍ରାୟ 1000 ବର୍ଷ ପରେ। ଲେଖ ପ୍ରାୟ 1000 ବର୍ଷ ପରେ। କେଉଁ ଶତାବ୍ଦୀରୁ ଲୋକମାନଙ୍କ ମନରେ ଧାରଣା ହେଲା ଦେଶ ବ୍ୟାପାରରେ ସେମାନଙ୍କର କିଛି କହିବାର ନାହିଁ? ଏକାଦଶ ଶତାବ୍ଦୀରୁ। ତାପରେ ଲୋକଙ୍କର କେଉଁ ଧାରଣାକୁ ଗାନ୍ଧିଜୀ ଯାଦୁ ବଳରେ ଧ୍ୱଂସ କରି ଦେଲେ? ଲେଖ ଏଇଠି ନା ସେମାନେ ଶାସକମାନଙ୍କର ଆଶ୍ରିତ ପ୍ରଜା। ଲୋକଙ୍କର ଏହି ଧାରଣାକୁ ଗାନ୍ଧିଜୀ ଯାଦୁ ବଳରେ ଧ୍ୱଂସ କରି ଦେଲେ। ତାପରେ କେଉଁ ଘଟଣାବଳୀ ଆଲୋଚନା କାଳରେ ଡକ୍ଟର ମହାତାବଙ୍କ ଆଖିରୁ ଲୁହ ଗଡ଼ି ଥିଲା? ଲେଖ ନା ବିଭିନ୍ନ ଘଟଣାବଳୀ ଏବଂ ଆମେ କେତେବେଳେ ଗାନ୍ଧିଜୀଙ୍କ ନିକଟକୁ ଗଲୁ କମା ଚିହ୍ନ ଦିଅ ଆଲୋଚନା କାଳରେ ମହାତାବଙ୍କ ଆଖିରୁ ଲୁହ ଗଡ଼ି ଆସିଥିଲା। ତାପରେ ମୁଦ୍ରଣ ସ୍ୱାଧୀନତାର ପ୍ରଥମ ଦିନଟି ସହରରେ କିପରି କଟିଥିଲା? ଘରେ ଘରେ ଲେଖ ପ୍ରତି ଘରେ ନ ଲେଖିଲେ ହେବ ବା ଘରେ ଘରେ ଉତ୍ସବରେ ଘରେ ଘରେ ଉତ୍ସବ ଲେଖିଲ। ଏବେ ଦେଖ ସହରର ସାଧାରଣ ଲୋକଙ୍କ ଆଖିରୁ କେଉଁ କଥା ଜଣା ପଡ଼ୁଥିଲା? ଆନନ୍ଦ ଉତ୍ସାହ କଥା। ତାପରେ ସ୍ୱାଧୀନତାର ପ୍ରଥମ ଦିନ ରାତିରେ ଥିଏଟର ହଲରେ ପ୍ରଦର୍ଶିତ ହେଉଥିବା ଏକାଙ୍କିକାର ନାମ କ'ଣ? ଯୁଗେ ଯୁଗେ ଭାରତ। କେଉଁ ଦୁଇ ଜଣ ଯୁଗେ ଯୁଗେ ଭାରତ ନାଟକଟିର ପରିକଳ୍ପନା କରିଥିଲେ? ହରେକୃଷ୍ଣ ମହାତାବ କି ନାହିଁ ଆଉ ଜଣେ ହେଉଛନ୍ତି ଲେଖ ସଚିନ ଦତ୍ତ ଦେଇଥିଲେ ଭାଷା ଏବଂ ହରେକୃଷ୍ଣ ମହାତାବ ଦେଲେ ନିର୍ଦ୍ଦେଶନା ବା ପରିକଳ୍ପନା। ତାପରେ ଗ୍ରୀନ ରୁମ୍ରୁ ରଙ୍ଗମଞ୍ଚକୁ ବାହାରି ଆସିଥିବା ତେଜିଆନ ଯୁବକର ନାମ କ'ଣ? ଖୁଦିରାମ। ଦନ୍ତନ ଦେଖ କାହାର ପ୍ରାଣପାତ ବ୍ୟର୍ଥ ହୋଇ ନାହିଁ? କାହାର? ସେଇ ଖୁଦିରାମ ହେବ ଆଉ କାହାର? ଖୁଦିରାମ। ତାପରେ ଦେଖ କେଉଁ କଥା ଡକ୍ଟର ମହାତାବଙ୍କ ମନରେ ଗଭୀର ରେଖାପାତ କରିଥିଲା? ଲେଖ କେଇ ପଦ କଥା। ତାପରେ ଆଗକୁ ଦେଖ ଗଲା। ଏବେ ଦେଖ ଲେଖ କେଉଁ ଶବ୍ଦ ସାରା ରାତି ଡକ୍ଟର ମହାତାବଙ୍କ କାନ ପାଖରେ ପ୍ରତିଧ୍ୱନିତ ହେବାକୁ
ଲାଗିଲା। କେଉଁ କଥା ଲେଖ। ତୁମେ ମୋତେ ମନେ ରଖିଛ, ତୁମେ ମୋତେ ମନେ ରଖିଛ, ଏଇ କଥାଟି ହଁ କି ନାଇଁରେ। ମହାତ୍ମାଙ୍କ କାନ ପାଖରେ ପ୍ରତିଧ୍ୱନିତ ହେବାକୁ ଲାଗିଲା। ତାପରେ ଆଗକୁ ଦେଖ ଫ ବୋ। ନା ସ୍ୱାଧୀନତା ପରଦିନ ଡକ୍ଟର ମହାତାବ କେଉଁ ଯୋଜନା ପ୍ରସ୍ତୁତି କରିଥିଲେ? ଯେଉଁ ଭତ୍ତାରେ ଭତ୍ତା ହଁ କି ନାହିଁ ଦେଖ ଲେଖ। ନା ସ୍ୱାଧୀନତା ପରଦିନ ଲେଖିଲ ଡକ୍ଟର ମହାତାବ ଦେଖ ଏଇଠୁ ଲେଖ ଯେଉଁଟା କହୁଛି ଦେଖ ଦୁଃଖସ୍ଥ ରାଜନୈତିକ କର୍ମୀମାନଙ୍କୁ ଭତ୍ତା ଦେବା ନିମନ୍ତେ ଯୋଜନା ପ୍ରସ୍ତୁତ କରିଥିଲେ। ଲେଖିଲ ଦେଖ ଆଉ ଥରେ ମୁଁ କହିଦେଉଛି। ନା ଦୁଃଖସ୍ଥ ରାଜନୈତିକ କର୍ମୀମାନଙ୍କୁ ଭତ୍ତା ଦେବା ନିମନ୍ତେ। ତାପରେ ଦେଖ ଭ କଟକଠାରେ କେଉଁ ହଲ୍ ନିର୍ମାଣ ପାଇଁ ଡକ୍ଟର ମହାତାବ ଟଙ୍କା ମଞ୍ଜୁର କରିଥିଲେ? କେଉଁ ହଲ୍? ଶହୀଦ ହଲ୍। ତାପରେ ମୋ ଶହୀଦ ହଲ୍ରେ କେଉଁମାନଙ୍କର ନାମ ଖୋଦିତ ହେବା କଥା? ଲେଖ। ନା ସ୍ୱାଧୀନତା ସଂଗ୍ରାମୀମାନେ ପୁଲିସ ଗୁଳିରେ ନିହତ ହୋଇଛନ୍ତି। ଏଇଟା ଲେଖ ପୁଲିସ ଗୁଳିରେ ନିହତ ହୋଇଛନ୍ତି ସେମାନଙ୍କର ନାମ। ତାପରେ ଯୋ ସ୍ୱାଧୀନତାର ସ୍ୱପ୍ନ ଦେଖୁଥିବା ଲୋକଙ୍କୁ କ'ଣ କରାଗଲା? ଯେଉଁମାନେ ସ୍ୱାଧୀନତା ପାଇଁ କ'ଣରେ ଲଢ଼େଇ କରିଥିଲେ ସେମାନେ କ'ଣ କରାଯାଇଥିଲେ? ଫାଶୀ ହେଇଥିଲେ କି ନାହିଁ? ଖୁଦିରାମ ଫାଶୀ ହେଲା ଏବଂ ଅନେକ ଲୋକମାନେ ଗୁଳିରେ ଶହୀଦ ହେଇଥିଲେ। ତେଣୁ ଏଠି ଲେଖ ଉତ୍ତରଟା କ'ଣ ହେବ? ନା ଗୁଳି କରାଗଲା, ଅନେକ ଲୋକଙ୍କୁ କ'ଣ କରାଗଲା? ଗୁଳି କରାଗଲା ଓ ଫାଶୀ ଦିଆଗଲା। ତାପରେ ଦେଖ ର। ନା ବିଶାଳ ଜନତା କ'ଣ ପାଇଁ ଆନନ୍ଦରେ ବିଭୋର ହେଉଥିଲେ? ସ୍ୱାଧୀନତା ସେମାନଙ୍କ ପାଇଁ ପୁରସ୍କାର। ତଳରେ ଅଛି ଦେଖ ଏଇଟା ସ୍ୱାଧୀନତା ସେମାନଙ୍କ ପାଇଁ ପୁରସ୍କାର ପାଇଁ ଆନନ୍ଦରେ ବିଭୋର ହେଉଥିଲେ। ତାପରେ ଳ ସ୍ୱାଧୀନତା ସେମାନଙ୍କ ପାଇଁ ପୁରସ୍କାର ଏକଥା କିଏ ଭାବୁଥିଲେ? କେଉଁମାନେ ଭାବୁଥିଲେ? ଲେଖ। ନା କେଉଁମାନେ? ଜନତା ମାନେ। ତେଣୁ ସେଇଟା ଲେଖ। ନା ସ୍ୱାଧୀନତା ପାଇଁ ଆନନ୍ଦରେ ବିଭୋର ହେଉଥିବା ଜନତା। ସ୍ୱାଧୀନତା ପାଇଁ ଆନନ୍ଦରେ ବିଭୋର ହେଉଥିବା ଜନତା ବା ଲୋକ। ତାପରେ ବୋ ଦୂରବର୍ତ୍ତୀ ଗାଁ ଗଣ୍ଡାରେ କେଉଁ ଉତ୍ସବ ପାଳିତ ହେଉଥିବାର ଖବର ପହଞ୍ଚୁଥାଏ? ଦୂରବର୍ତ୍ତୀ ଗାଁ ମାନେ କେଉଁଠି? କୋରାପୁଟ। କେଉଁ ଉତ୍ସବ? ସ୍ୱାଧୀନତା ଉତ୍ସବ। ଲେଖ ସ୍ୱାଧୀନତାର ଉତ୍ସବ ବୋ। ତାହେଲେ ବେଶ। ନା ସଭ୍ୟତାର ବହୁ ଦୂରରେ ଥିବା କୋରାପୁଟ ଜିଲ୍ଲାର ଆଦିବାସୀମାନେ ମଧ୍ୟ କେଉଁ ଆନନ୍ଦରେ? ସେଇ ସ୍ୱାଧୀନତା ଆନନ୍ଦରେ ମାତି ଉଠିଥିଲେ। ସ୍ୱାଧୀନତା ଆନନ୍ଦରେ ମାତି ଉଠିଥିଲେ। ସ୍ୱାଧୀନତା ଆନନ୍ଦରେ ଆଉ ଗୋଟେ ଲେଖ କମା ଚିହ୍ନ ଦିଅ। ସ୍ୱାଧୀନତା ଆନନ୍ଦରେ ଲେଖିଲ। ତାପରେ କମା ଚିହ୍ନ ଦିଅ। ଗାନ୍ଧୀ ମହାରାଜ ସେମାନଙ୍କର ରାଜା ହେଲେ। ଗାନ୍ଧୀ ମହାରାଜ ସେମାନଙ୍କର ରାଜା ହେଲେ କମା ଚିହ୍ନ ଦେଲ। ସେମାନଙ୍କର ଦୁଃଖ କଷ୍ଟ ଦୂର ହେବ ବୋଲି ସେମାନେ ଆନନ୍ଦରେ ମାତି ଉଠିଥିଲେ। ତେଣୁ ଲାଷ୍ଟ କ୍ୱେଶ୍ଚନ୍ ଫାର୍ଷ୍ଟ ଇୟର୍ର ଯେଉଁ ଗଦ୍ୟ ବିଭାଗରେ ଥିବା ସମସ୍ତ ଛାତ୍ରମାନଙ୍କର ଆର୍ଟ୍ସ ସାଇନ୍ସ କମର୍ସ ତାଙ୍କର ଯେଉଁ 4ଟି ବିଷୟ ରହିଥିଲା। ତେଣୁ ଏବେ ଲାଷ୍ଟ କ୍ୱେଶ୍ଚନ୍ ଦେଖ। ନା କେଉଁମାନେ ସ୍ୱାଧୀନତା ରକ୍ଷା କରିବେ? ଲେଖ। ନା ସଂକଳ୍ପବଦ୍ଧତା ପାଇଁ ମାନେ ଲେଖ ଏଇଟା ସଂକଳ୍ପବଦ୍ଧତା ଓ ଆତ୍ମପ୍ରତ୍ୟୟ। ପ୍ରଥମେ ଲେଖିଲେ କ'ଣ? ସଂକଳ୍ପବଦ୍ଧତା ଓ ଆତ୍ମପ୍ରତ୍ୟୟ ପାଇଁ ସ୍ୱାଧୀନତା ହାସଲ କରିଛନ୍ତି ସେଇମାନେ ହିଁ ସ୍ୱାଧୀନତା ରକ୍ଷା କରିବେ।
ତେଣୁ ଆଶା କରୁଛି ଯେଉଁ ତୁମର ଗଦ୍ୟ ବିଭାଗରେ ଥିବା 4ଟି ବିଷୟକୁ ମୁଁ ସଂକ୍ଷିପ୍ତରେ ଆଲୋଚନା କରିଦେଇଛି 1 ନମ୍ବର 2 ନମ୍ବର। ତେଣୁ ଆପଣମାନେ ପଢ଼ିକିରି ନିହାତି ଚିର ଉପକୃତ ହୁଅନ୍ତୁ। ତେଣୁ ଆପଣଙ୍କ ପାଖରେ ମୁଁ ନିହାତି କୃତଜ୍ଞତା ରହିବି। ତେଣୁ ଯଦି ଭଲ ଲାଗୁଛି ତେବେ କ୍ଲାସ୍ଟିକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ପିଲାମାନଙ୍କୁ ତୁମର ସାଙ୍ଗସାଥି ବା କୌଣସି ଗ୍ରୁପ୍ରେ ଆପଣମାନେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ପାଠଗୁଡ଼ିକୁ ଜାଣିପାରିବେ। ତେଣୁ ମୁଁ ଚାହେଁ ଆପଣଙ୍କର ମତାମତ ବା ଆପଣଙ୍କର କଥାବାର୍ତ୍ତା କେଉଁଠି ଭୁଲ ରହୁଛି, କେଉଁଠି ଠିକ୍ ରହୁଛି ବା କିଭଳି ଶୈଳୀରେ ଆଉ ଟିକେ ସହଜ ହେବ ମନେ ରଖିବ। ତେଣୁ ମୁଁ ଆପଣଙ୍କର ମତାମତ ଚାହୁଁଛି। ରହୁଛି। ଜୟ ଜଗନ୍ନାଥ। ଶୁଭ ସକାଳ।